ଜୀବନ ଅଛି ତାକୁ ଆମେ ସଜୀବ ବୋଲି କହିବା। ଯେ ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇପାରେ, ଖାଦ୍ୟ ଖାଇପାରେ, ବଂଶ ବୃଦ୍ଧି କରିପାରେ, ଛୋଟରୁ ବଡ଼ ହେଇପାରେ, ତାକୁ ଆମେ ସଜୀବ କହିବା। ଆଉ ଯାହାର ଜୀବନ ନାହିଁ ତାକୁ ଆମେ ନିର୍ଜୀବ କହିବା। ନିର୍ଜୀବ ମାନେ କ'ଣ ନା ଯାହାର ଜୀବନ ନାହିଁ, ସେ ଛୋଟରୁ ବଡ଼ ହେଇପାରୁନି, ଖାଦ୍ୟ ଗ୍ରହଣ କରିପାରୁନି, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇପାରୁନି, ସେମାନେ ହେଲେ ନିର୍ଜୀବ। ଆମର ଏଠି ବହିରେ ଦେଇଛି ମୁଁ ସଜୀବ, ମାନେ କ'ଣ ଏଠି ଗୋଟେ ପରିବାର ଦେଇଛି, ପରିବାରରେ ସେମାନେ ସମସ୍ତଙ୍କର ଜୀବନ ଅଛି, ଛୋଟ ବଡ଼ ହେଇପାରୁଛନ୍ତି, କଥା କହିପାରୁଛନ୍ତି, ଖାଦ୍ୟ ଗ୍ରହଣ କରିପାରୁଛନ୍ତି, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇପାରୁଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛନ୍ତି, ସେମାନଙ୍କୁ ଆମେ ସଜୀବ ବୋଲି କହିବା। ଏଠି ଦେଇଛି ଏଇ ଚିତ୍ର ଦେଇଛି, ମୋ ପିଲାଟି କହୁଛି ମୋର ବାପା ମା ଭାଇ ଭଉଣୀ ସମସ୍ତେ ସଜୀବ। ଆମ ବାଡ଼ି ବଗିଚାରେ ଥିବା ଗଛଲତା ବି ସଜୀବ। ଗଛଲତା କେମିତି ସଜୀବ ନା ଗଛଲତା ମାନେ ଛୋଟ ବଡ଼ ହେଇପାରୁଛନ୍ତି, ତା ଚେର ବାଟେ ମାଟି ତଳୁ ଜଳ ଖଣିଜ ଲବଣ ସଂଗ୍ରହ କରୁଛନ୍ତି, ପତ୍ରରେ ଖାଦ୍ୟ ରନ୍ଧନ କରୁଛନ୍ତି, ଆଉ ଫୁଲ ଫଳ ହେଉଛି, ଆଉ ଫଳରୁ ମଞ୍ଜି ସୃଷ୍ଟି ହେଉଛି, ମଞ୍ଜିରୁ ନୂଆ ଗଛଟିଏ ତିଆରି ହେଉଛି, ତା'ମାନେ ସେ ବଂଶ ବିସ୍ତାର କରିପାରୁଛି। ତେଣୁ ଉଦ୍ଭିଦ ହେଲା ସଜୀବ। ଆମ ଘରେ ପାଳିଥିବା କୁକୁର, ବିଲେଇ, ଛେଳି, ଗାଈ ଏମାନେ ମଧ୍ୟ ସଜୀବ। ଯେଉଁମାନଙ୍କର ଜୀବନ, ତାହେଲେ ଆମେ ଜାଣିବା ଯେଉଁମାନଙ୍କର ଜୀବନ ଅଛି ସେମାନେ ହେଲେ ସଜୀବ। ସଜୀବ ମାନେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇପାରନ୍ତି। ସଜୀବ ମାନେ ବଞ୍ଚିବା ପାଇଁ ଖାଦ୍ୟ ଓ ପାଣି ଦରକାର କରନ୍ତି। ସେମାନେ ପ୍ରଶ୍ୱାସ ନିଅନ୍ତି, ନିଶ୍ୱାସ ଛାଡ଼ନ୍ତି। ସଜୀବ ମାନେ ଛୋଟରୁ ବଡ଼ ହୁଅନ୍ତି। ତାହେଲେ ଆମେ ଜାଣିଲେ ସଜୀବ କ'ଣ କ'ଣ କରିପାରେ। ଯେଉଁମାନଙ୍କର ଜୀବନ, ତାପରେ ପଢ଼େଇବା ନିର୍ଜୀବ। ଯେଉଁମାନଙ୍କର ଜୀବନ ନାହିଁ ସେମାନେ ହେଲେ ନିର୍ଜୀବ। ନିର୍ଜୀବ ମାନେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇପାରନ୍ତି ନାହିଁ। ସେମିତି ହେଲେ ସ୍କୁଲର ଚେୟାର ଟେବୁଲ ରାତିରେ କୁଆଡ଼େ ବୁଲି ପଳେଇ ଯାଆନ୍ତି। ଆମର ଯଦି ସଜୀବ ମାନଙ୍କର ଜୀବନ ଥାନ୍ତା, ନିର୍ଜୀବ ମାନଙ୍କର ଜୀବନ ଥାନ୍ତା, ତାହେଲେ ସେମାନେ କ'ଣ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ପଳେଇ ଯାଆନ୍ତି। ତେଣୁ ଆମ କ୍ଲାସ ରୁମ୍ରେ ପଡ଼ିଥିବା ଟେବୁଲ ଚେୟାର ଡଷ୍ଟର ଚକ୍ ଏସବୁ ସଜୀବ ହୋଇଯାଇଥାନ୍ତେ ନାଇଁ। ତେଣୁ ସେମାନଙ୍କର ଜୀବନ ନଥିବାରୁ ସେ ଗୋଟେ ଜାଗାକୁ ଅନ୍ୟ ଜାଗାକୁ ଯାଇପାରୁନାହାନ୍ତି। ତେଣୁ ତାକୁ ଆମେ କହିବା ନିର୍ଜୀବ। ଆମ କ୍ଲାସ ରୁମ୍ରେ ବୁଲୁଥିବା ଫ୍ୟାନ୍, ସେ ତ ବୁଲୁଛି, ତାକୁ ଆମେ ସଜୀବ ନା ନିର୍ଜୀବ କହିବା ନା ତାକୁ କହିବା ନିର୍ଜୀବ। କାରଣ ତାକୁ ଆମେ କ'ଣ କରୁଛେ, ବୁଲେଇ ପାରୁଛେ ବା ବୁଲେଇ ପାରୁଛେ। କେମିତି ନା ଲାଇନ୍ ଦ୍ୱାରା ବୁଲେଇ ପାରୁଛେ, ଲାଇନ୍ କରେଣ୍ଟ ଆସିବା ହେତୁ ଆମେ ତାକୁ ବୁଲେଇ ପାରୁଛେ, ସେ ମନକୁ ବୁଲି ପାରିବ ନାହିଁ। ନିର୍ଜୀବ ପାଇଁ ଖାଦ୍ୟ ପାଣି ଆଉ ପବନ ଦରକାର ନାହିଁ। ସେମିତି ହେଲେ ସ୍କୁଲରେ ପହଞ୍ଚି ତୁମେ ପାଣି ପିଇଲା ବେଳେ ତୁମର ବହି ଜୋତା ବ୍ୟାଗ୍ ସବୁ ପାଣି ପିଅନ୍ତା ନା ନାହିଁ, ପାଣି ପିଅନ୍ତା। ତେଣୁ ତାଙ୍କର ଜୀବନ ନଥିବାରୁ ସେମାନେ ପାଣି ପିଇ ପାରନ୍ତି ନାହିଁ। ଖେଳ ଛୁଟିରେ ସେମାନେ ତୁମଠାରୁ ଜଳଖିଆ ମାଗିକି ମଧ୍ୟ ଖାଇଦିଅନ୍ତେ ଯଦି ଜୀବନ ଥାନ୍ତା। ନିର୍ଜୀବ ମାନେ ଛୋଟରୁ ବଡ଼ ହୁଅନ୍ତି ନାହିଁ। ନିର୍ଜୀବ ମାନେ କ'ଣ ହେଇପାରନ୍ତିନି ନା ଛୋଟରୁ ବଡ଼ ହେଇପାରନ୍ତି ନାହିଁ। ସେମିତି ହେଇଥିଲେ କ'ଣ ହେଇଥାନ୍ତା, ଯଦି ସେ ନିର୍ଜୀବ ମାନେ ଛୋଟରୁ ବଡ଼ ହେଇପାରନ୍ତେ ତାହେଲେ କ'ଣ ହେଇପାରନ୍ତା ନା ତୁମ ଉପରେ ଆଜି ଆଣିଥିବା ଜୋତା କାଲିକୁ ବଡ଼ ହେଇଯାଇଥାନ୍ତା କିମ୍ବା ଛୋଟ ହେଇଯାଇଥାନ୍ତା। ସେମିତି ପେନସିଲ ସବୁଦିନ ଟିକେ ଟିକେ ବଢ଼ିଯାଆନ୍ତା, ଆଉ ସରନ୍ତା ନାହିଁ। ଯଦି ତାର ଜୀବନ ଥାନ୍ତା ତାହେଲେ ସେ ଏଇସବୁ ହେଇପାରନ୍ତା। ଯେହେତୁ ତାର ଜୀବନ ନାହିଁ ସେ ଏଇସବୁ ହେଇପାରୁ ନାହିଁ। ପେନସିଲଟା ଛୋଟରୁ ବଡ଼ ହେଇପାରୁନି, ଆମ ଜୋତାଟା ଛୋଟରୁ ବଡ଼ ହେଇପାରୁନି, ହଁ କି ନାହିଁ। ସେଇଭଳି ତାହେଲେ ଆମେ କ'ଣ ମନେ ରଖିବା, ଯେଉଁମାନଙ୍କର ଜୀବନ ଅଛି ସେମାନେ ହେଲେ ସଜୀବ। ଯେଉଁମାନଙ୍କର ଜୀବନ ନାହିଁ ସେମାନେ ହେଲେ ନିର୍ଜୀବ। ସଜୀବ ମାନେ ଖାଆନ୍ତି ପିଅନ୍ତି ଆଉ ବଡ଼ ହୁଅନ୍ତି। ନିର୍ଜୀବ ମାନଙ୍କର ଖାଇବା ପିଇବା ଦରକାର ନାହିଁ। ବୁଝିପାରିଲ ତ? ସମସ୍ତେ ଏ ବିଷୟଟି ପଢ଼ିକିରି ମୋତେ ତାର ପ୍ରଶ୍ନ ଉତ୍ତର କହିବ। ନେକ୍ସଟ ପିରିୟଡ଼ରେ ମୁଁ ତୁମକୁ ତାର ପ୍ରଶ୍ନ ଉତ୍ତର କରି